ପିପିଲି ତହସିଲର ପୂର୍ବତନ ରେକର୍ଡ କିପର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ। ପୁରୀ ଜିଲ୍ଲା ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟର ପୂର୍ବତନ ଜୁନିୟର କ୍ଲର୍କ ଏବଂ ରେକର୍ଡ କିପର ଶ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ଏକ ଲାଞ୍ଚ ମାମଲାରେ ଦଣ୍ଡିତ ହୋଇଛନ୍ତି। ଏକ ମ୍ୟୁଟେସନ ମାମଲାରେ ପ୍ରଦାନ ପାଇଁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଦାବି କରିବା ଏବଂ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ, ଯାହାକି ଧରା ପଡ଼ିବା ସମୟରେ ପିପିଲି ତହସିଲ କାର୍ଯ୍ୟାଳୟ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ଦଫା 13/2 RW 13/1D/7 PC ଆକ୍ଟ 1988 ଅନ୍ତର୍ଗତ ଏକ ମାମଲାରେ ଚାର୍ଜସିଟ୍ କରାଯାଇଥିଲା। ମାନ୍ୟବର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ ଭୁବନେଶ୍ୱର ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇ 3 ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ଜୋରିମାନା ଦଣ୍ଡିତ କରାଯାଇଛି। ବ୍ୟୁରୋ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ।